ରାଙ୍କିଆ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଯୁବତୀ ମୃତ, ଗ୍ରାମରେ ଶୋକର ଛାୟା। ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାଙ୍କିଆ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ବନ୍ଧଗାଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାଙ୍କିଆ ଗ୍ରାମରେ ବାପା ମା ଛେଉଣ୍ଡ ଯୁବତୀ 22 ବର୍ଷୀୟ ଶାନ୍ତି ପ୍ରଧାନଙ୍କୁ ତାଙ୍କ ଘରେ ଏକ ବିଷଧର ସାପ ତାଙ୍କ ଡାହାଣ ହାତକୁ ଦଂଶନ କରିଥିଲା। ଶାନ୍ତି ପ୍ରଧାନ ଗୁରୁତର ହୋଇଯିବାରୁ ତାଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁଧବାର ସକାଳ 7 ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହୋଇ ବୁଧବାର ଅପରାହ୍ନ 4 ଘଟିକା ସମୟରେ ଗ୍ରାମରେ ଶବ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଦୁଃଖଦ ଖବର ପାଇ ମନ୍ତ୍ରୀ ଡକ୍ଟର ପ୍ରଦୀପ ବଳ ସାମନ୍ତଙ୍କ ଭାଇ ପୂର୍ବତନ ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳ ସାମନ୍ତ, ସ୍ଥାନୀୟ ସରପଞ୍ଚ ରେବତୀ ମହାନ୍ତ ତାଙ୍କର ଶେଷ ଦର୍ଶନ କରି ଅମରାତ୍ମାର ସଦ୍ଗତି କାମନା କରିଛନ୍ତି। ଯୁବ ସଂଗଠକ ରୋହିତ ମହାନ୍ତଙ୍କ ସହାୟତାରେ ଗ୍ରାମ ଶ୍ମଶାନରେ ସ୍ଥାନୀୟ ଲୋକମାନଙ୍କ ମିଳିତ ଉଦ୍ୟମରେ ଶାନ୍ତି ପ୍ରଧାନଙ୍କର ଶେଷକୃତ୍ୟ କାର୍ଯ୍ୟ ସମ୍ପନ୍ନ କରାଯିବା ସହିତ ଶାନ୍ତି ପ୍ରଧାନଙ୍କର ସାନ ଭାଇକୁ କିପରି ସରକାରୀ ସହାୟତା ଯୋଗାଇ ଦିଆଯିବ ସେଥିପାଇଁ ଚେଷ୍ଟା ଜାରି ରହିଥିବା ଦେଖିବାକୁ ମିଳିଛି।